ଉଠଉନାହାନ୍ତି ଏ ଚିନ୍ମୟ ବାବୁ ଅଛନ୍ତି କେତେ ଫୋନ ମାଛି ଦେଖୁ ନା ଆପଣ ଫୋନ କୋଉଠି ଅଛି ଆପଣ ମତେ ଫୋନ କରିଥିଲେ କୋଉଠି ଅଛି ଅଭଦ୍ର ଭଳିଆ ଗପନ୍ତୁନି ଅଭଦ୍ର ଭଳିଆ ଗପନ୍ତୁନି ଶୁଣନ୍ତୁ ଅଭଦ୍ର ଭଳିଆ ଗପନ୍ତୁନି ଅଭଦ୍ର ଭଳିଆ ଗପନ୍ତୁନି ଶୁଣନ୍ତୁ ମୋ କଥାଟା ଅଭଦ୍ର ଭଳିଆ ଗପନ୍ତୁନି ଯେମିତି କଥା ହେବା କଥା ଏମିତି ମଣିଷ ଭଳିଆ କଥାବାର୍ତ୍ତା ହୁଅନ୍ତୁ ଗୋଟେ ଗଭର୍ଣ୍ଣମେଣ୍ଟ ଅଫିସର ଆପଣ ଆମ ହଳିଆ ନୁହେଁ ଯେମିତି କଥା କହିବା କଥା ଏମିତି କଥାବାର୍ତ୍ତା କରନ୍ତୁ ଆପଣ ଯେମିତି କଥାବାର୍ତ୍ତା କରିବା କଥା ଏମିତି କରନ୍ତୁ ଟିକେ ଆପଣ କହୁଛି ଚିନ୍ମୟ ସାର୍ ଆପଣ କଣ ପାଇଁ ଫୋନଟା ଉଠୁନାହାନ୍ତି ଜବାବ ଦିଅନ୍ତୁ ଆଗେ ଆପଣ କିଏ କି ଆପଣ ଫୋନ ଉଠେଇବେ ଆପଣ କିଏ କି ଆପଣ କିଏ ହଁ ଯେ ଆପଣ କିଏ କି ଫୋନ ଉଠେଇବେ ମାନେ ଆପଣ କିଏ ଚିହ୍ନିନି ଆପଣଙ୍କୁ ମୁଁ ଆପଣଙ୍କୁ ଚିହ୍ନିନୁ ଆମେ ଆପଣଙ୍କୁ ଚିହ୍ନିନୁ ଆମେ ଆପଣଙ୍କୁ ଚିହ୍ନିନୁ ତ କେମିତି ଫୋନ ଉଠେଇବୁ ଆମେ ଆପଣଙ୍କୁ ଚିହ୍ନିନୁ ଭିଡିଓ କର ସାର୍ କହୁଛନ୍ତି ଚିହ୍ନି ନାହାନ୍ତି ଆପଣ ସତରେ ଆପଣ ମୁଁ ଚିହ୍ନିନି ମୁଁ ଆପଣ କିଏ ପରିଚୟ ଦଉନାହାନ୍ତି ପରିଚୟ ଦିଅନ୍ତୁ ଆପଣ ଷ୍ଟାଫ୍ ମାଇନିଂ ଷ୍ଟାଫ୍ କିଏ ଆପଣ କିଏ ଆରେ ଠିକ ଅଛି ଯେ ଶୁଣନ୍ତୁ ଆପଣ କିଏ ଆପଣ ପରିଚୟ ଦିଅନ୍ତୁ ଟିକେ ଆପଣ ପରିଚୟ ଦିଅନ୍ତୁ ଆପଣ ମାନଙ୍କର କିଏ ଆପଣ ଟିକେ ଦିଅନ୍ତୁ ଆରେ ଭାଇ ଆପଣ ଏଠି ଚୋରି ହଉଛି ବୋଲି ଆମେ ଖବର ଆସିଛୁ ଆଜି ଏଇ ଜାଗାରେ ଚୋରି ହଉଛି ଯଦି ଏଇଟା ଚୋରି ହଉଛି ପ୍ରାଇଭେଟ ଲ୍ୟାଣ୍ଡରେ ତାକୁ ସପୋର୍ଟ କରୁଛନ୍ତି ଆପଣ ବି ସପୋର୍ଟ କରୁଛନ୍ତି ରାସ୍ତା ଅଛି ଆପଣଙ୍କ ଜାଗାରେ ଯୋଉ କହୁଛନ୍ତି ପ୍ରାଇଭେଟ ଲ୍ୟାଣ୍ଡ କି ଚୋରି ହଉଛି ଏଇଟା ବାଟ ଦେଇକି ଚୋରି ହଉଛି ଆପଣ ତାମାନେ ସପୋର୍ଟ କରୁଛନ୍ତି କମ୍ପ୍ଲେନ କରୁଛନ୍ତି ବୋଲି ତ ଆମେ ଆସୁଛୁ ଆମକୁ କଣ ଭଲ ଲାଗୁଛି ଏଠି ଆସିବା ପାଇଁ ଏଇଠି କମ୍ପ୍ଲେନ ହଉଛି ବୋଲି ଆମେ ଆସୁଛୁ ଏଠୁ ଧରୁଛୁ ଆଗ ପଟକୁ ଧରିଛୁ କିଏ କରୁଛି ଅଫିସରେ ଆମର କମ୍ପ୍ଲେନ ଯୋଉଠି କହିବା ଆମେ ଏଇଠିକି ଯିବୁ ଆମେ ଆଜ୍ଞା ଯୋଉଠି ଧରେଇଛୁ ଆମେ ସେଇଠି ଯାଇକି ଧରିଛୁ ଯୋଉଠି ଚୋରି ହେଇଛି ଆମେ ଏଇଠି ଯାଇକି ଧରିଛୁ ଆପଣ କହିପାରିବେନି ଚାଲନ୍ତୁ ଆପଣଙ୍କୁ ପୋଷ୍ଟ ନେଇକି ଦେଖିଦେବୁ ଚାଲନ୍ତୁ ବସିବେ କଣ ଭାଇ ଆପଣ କଥା ମୋ ରାସ୍ତାରେ ମୁଁ ଯିବି ଆପଣ ମତେ ଅବରୋଧ କରିବା ପାଇଁ କେହି ନୁହନ୍ତି ବାଡି ଷ୍ଟାର୍ଟ କର ଚାଲ ଚାଲ ଗାଡି ଆପଣ ଧରିକି ଦିଅନ୍ତୁ ଏଇ ରାସ୍ତା ଦେଖି ଚୋରି ହଉଛି ବୋଲି କମ୍ପ୍ଲେନ ଆମର ଅଛି ଆପଣଙ୍କ ନାଁ କଣ କହୁନାହାନ୍ତି ଆପଣଙ୍କ ନାଁ କୁହନ୍ତୁ ଆପଣଙ୍କ ରାସ୍ତା ବାଟ ଚୋରି ହଉଛି ଆପଣଙ୍କ ନାଁ ରାସ୍ତା ବାଟ ଚୋରି ହଉଛି ଆପଣ ଆସିକି ଅବରୋଧ କରୁଛନ୍ତି ଗାଡି ଘେରିକି ଦେବୁ ଆପଣ ଧରିବେ ଆପଣ ଧରିବେ ଗାଡି ଆପଣ ଗାଡି ଆମେ ସାଇଲେଣ୍ଟ ରୁହ ଭାଇ ସାଇଲେଣ୍ଟ ରୁହ ମୁଁ କହୁଛି 2 ଜଣ ଷ୍ଟାଫ୍ ଅଛୁ ଆମକୁ 4ଟା ବ୍ଲକ ଦାୟିତ୍ୱ ଦିଆଯାଇଛି ଦୁନିଆ ଆଡୁ କମ୍ପ୍ଲେନ ଆସୁଛି ଆମେ ସବୁ ଦେଖୁଛୁ ସବୁଆଡେ ଯାଉଛୁ ଆଉ ସବୁଆଡେ ଗାଡି ଆପଣଙ୍କୁ ବର୍ତ୍ତମାନ ଏଇ ଜାଗାକୁ କମ୍ପ୍ଲେନ ଆସିଲା ଆମେ ଆସିଥିଲୁ ଆପଣ ଆମ ଗାଡିକି ଅଟକେଇକି ଯୋଉ ବ୍ୟବହାର କରୁଛନ୍ତି ଆମ ସହିତ ଆପଣ କିଏ ଭିଡିଓ କରିବେ ଗାଡି ଅଟକାଉଛନ୍ତି ଆପଣ କରୁଛନ୍ତି ଆପଣ ଚାଲ ଗାଡି ଆମେ ଧରିଦେବୁ ଚାଲ ଗାଡି ଦେଖିବ ଚାଲ 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 ଖୋଲ ଏଇଟା ଏଇ ଛୋଟିଆଟା ଖୋଲ ହଁ ଏଇଟା ହଁ ଏରା ଫଟୋ ସବୁ ଉଠା ହଁ ଏଇ ଲୋକଟା ଫଟୋରେ ଏକ ନାଁରେ ଏଫଆଇଆର ଦିଆଯିବ ଏଇ ଲୋକଟା ଉଠେଇଛୁ ଆପଣ ସାର୍ କହିବେ ଆପଣଙ୍କର ନାଁଟା କହିବେନି ଆପଣଙ୍କୁ ମୁଁ କେତେ ଥର ସେ ବସ୍ତା ବାଲିଆ ବେଳେ ଦାୟିତ୍ୱ ଅଛନ୍ତି ଆପଣ ଘେରେଇକି ମାରିବା ପାଇଁ ଆମକୁ ଚକ୍ରାନ୍ତ କରୁଛନ୍ତି ସେଇଥିପାଇଁ ସେ ଆସନ୍ତି ଆପଣ 50 ଜଣ ଲୋକ ଆସନ୍ତି ଆମକୁ ମାରିବା ବୋଲି ଆସନ୍ତି ଆଉ କଣ କରୁଛନ୍ତି ଆପଣଙ୍କ ରାସ୍ତାରେ ଚୋରି ହଉଛି ଆପଣ ଜାଣିନାହାନ୍ତି ଆପଣଙ୍କ ରାସ୍ତାରେ ଚୋରି ହଉଛି ଆପଣ ନାଁ କହୁନାହାନ୍ତି କାହିଁକି ଆପଣଙ୍କ ରାସ୍ତା ବାଟେ କାହିଁକି ଚୋରି ହଉଛି ଆପଣ ନିଜେ ଅଟକାଉନାହାନ୍ତି ରାସ୍ତା ବାଟେ ଗାଡି ଅଟକେଇକି ଫୋନ କରୁନାହାନ୍ତି ରାସ୍ତାରେ ଗୋଳା ପଡିଯିବେ କାହିଁକି ଗୋଳା
ଜଳେଶ୍ୱର କାଲି ରାତି 12ଟା ସମୟରେ ଆମେ ଯାଇଥିଲୁ ଚଳନ୍ତି ଖାଦାନ ଚୋରା ଖାଦାନ ବାଲି ସୁବର୍ଣ୍ଣରେଖା ନଦୀର। ଆମକୁ ମାଇନିଂ ଅଫିସର ବାଲେଶ୍ୱର ମେସେଜ କରିଥିଲେ ଯେ ସେ ଚୋରା ଉଠୁଛି ବୋଲି ଆମେ ଯାଇଥିଲୁ ଏନଫୋର୍ସମେଣ୍ଟରେ। ମୋ ସହିତ ଥିଲେ ସତ୍ୟଚିନ୍ମୟ ଜେନା ବସ୍ତା ଜେଏମ୍, ମୁଁ ଆଉ ମୋ ସହିତ ବାଟାଲିୟନ ପୋଲିସ କିଛି ଥିଲେ। ସାଙ୍ଗରେ ଯାଇଥିଲୁ ଗୋଟେ ବୋଲେରୋ ମାଧ୍ୟମରେ। ଆମେ ଯାଇ ଗଲାବେଳୁ ଆମକୁ ଦେଖି ଗାଡ଼ି ସବୁ ପଳେଇ ଯାଇଥିଲେ। ଆମେ ଯାଇ ପହଞ୍ଚିଲା ବେଳୁ ଗାଡ଼ି ସବୁ ପଳେଇ ଯାଇଥିଲେ ସେଇ ଖାଦାନରୁ। ଆମେ ଜାଣିଲୁ ଯେ ସେଠି ଚୋରି ହେବା ଉଦ୍ଦେଶ୍ୟରେ ଗାଡ଼ି ସବୁ ଆସିଥିଲେ। କିନ୍ତୁ ଆମେ ଯାଇକି ସେଠି ପ୍ରାୟ ଅଧଘଣ୍ଟା ପାଖାପାଖି ପାଦରେ ଚାଲିକି ସେ ନଦୀର ସବୁ ଫଟୋ ଉଠେଇକି ସବୁ ଟର୍ଚ୍ଚ ମାରି ଦେଖିଲୁ। ଦେଖି ସାରିଲା ପରେ ଗାଡ଼ି ଫେଟି ନଥିଲା। ଆମେ ରିଟର୍ଣ୍ଣ କରି ଅଲଗା ଜାଗାକୁ ଯିବା ପାଇଁ ଆସିଲୁ। ଆସିଲା ବେଳେ ସେ ଯେଉଁ ପଣସ ବାଗନା ଭିତରେ ଗୋଟେ ଚୋରା ରାସ୍ତା ହେଇଛି ଜଣଙ୍କର ପ୍ରାଇଭେଟ ଲ୍ୟାଣ୍ଡର ଦେଇକି। ସେ ଲୋକର ନାଁ ତ ମିଟୁ ସାହୁ ବୋଲି ସେ ନିଜେ କହୁଥିଲେ। କିନ୍ତୁ ସେ ଆମକୁ ଆସିକି ଆମେ ଅଧା ରାସ୍ତାରେ ହେଇଛୁ, ଆମ ଆଗରେ ଗାଡ଼ି ଆଡ଼ା ପକେଇଦେଲେ, ମୋଟରସାଇକେଲ ଆଡ଼ା ପକେଇଦେଲେ। ବାଡ଼ା ପକେଇ ସାରିଲା ପରେ ଆମେ ତାଙ୍କୁ କହିଲୁ ବାବୁ କାହିଁକି ଗାଡ଼ି ଅଟକେଇଲ? କହିଲେ ରୁହନ୍ତୁ, ଆମକୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ଆମକୁ ଗୋଡ଼ ହାତ ପିଟିକି ଭାଙ୍ଗିଦେବେ, ଜୀବନ ମାରିଦେବେ ଯଦି ଆମେ ସେ ଚୋରା ଖାଦାନ ଚଲନ୍ତି ଘାଟକୁ ଆମେ ଏନଫୋର୍ସମେଣ୍ଟରେ ଯାଉ, ଆମକୁ ଜୀବନ ମାରିଦେବେ ବୋଲି ଧମକ ଦେବେ। ସେ ବିଷୟରେ ସତ୍ୟଚିନ୍ମୟ ଜେନା ଆମର ଯିଏ ଥିଲେ ବସ୍ତା ଜେଏମ୍, ତାଙ୍କୁ କହିଲା ପରେ ତାଙ୍କୁ ବି ବହୁତ ଖରାପ ଭାବରେ ବ୍ୟବହାର କଲେ। ଏଇଠି ଆମେ ଭୟଭୀତ ହେଇଗଲୁ, କାରଣ ଠେଲା ପେଲା ଟିକେ ଗାଡ଼ିକି ବନେଟ୍ ଫନେଟ୍ ବିଧା ଫିଧା ମାରିଲେ। ଆମ ଗାଡ଼ିକି ଡୋର ଖୋଲିକି ହାତ ପୁରେଇଲେ ଭିତରକୁ, ମୋବାଇଲରେ ସବୁ ଫଟୋ ଉଠେଇଲେ। ତାପରେ ଆମେ ଟିକେ ଭୟ କରିଗଲୁ, କାରଣ ତାଙ୍କର ସଂଖ୍ୟା ଅଧିକ ଥିଲା। ସାଙ୍ଗେ ସାଙ୍ଗେ ଆମେ ଫୋନ୍ କଲୁ ଜଳେଶ୍ୱର ପୋଲିସ ଷ୍ଟେସନକୁ। ଯାହା ହଉ ଜଳେଶ୍ୱର ପୋଲିସ ଯାଇକି 5-7 ମିନିଟ୍ ଭିତରେ ପହଞ୍ଚିବା ଉପରେ ଆମେ ଆସିଲୁ। ଆହତ ଅବଶ୍ୟ କେହି ହେଇନାହାନ୍ତି, କିନ୍ତୁ ଆମେ ଆସିଲା ପରେ ପୁଣି ମିଟୁ ସାହୁ ବୋଲି ଯେଉଁ ବ୍ୟକ୍ତି, ସେ ଆମକୁ ପୁଣି ହାଇୱେ ଉପରେ ଆଡ଼ା ପକେଇଦେଲେ ଆମ ମୋଟରସାଇକେଲ ଆସିକି। ଆଡ଼ା ପକେଇଲା ପରେ ଆମେ କହିଲୁ ଏଠି ପୋଲିସ ଆସି ପାଖାପାଖି ପହଞ୍ଚିଗଲେଣି। ଆମେ ତାଙ୍କୁ ଆମ ଗାଡ଼ି ଭିତରକୁ ହାତ ପୁରେଇକି ଟଣାଟଣି କରିବା ପାଇଁ ଉଦ୍ଦେଶ୍ୟର ମୋ ରାଇଟ୍ ସାଇଡ଼୍ରେ ବସିଥିଲି, ମୋ ଉପରକୁ ହାତ ଉଠାଇବା ପାଇଁ ଚେଷ୍ଟା କରୁଥିଲେ। ଆହତ ଅବଶ୍ୟ ଆମେ ହେଇନୁ, କିନ୍ତୁ ଆମକୁ ଆକ୍ରମଣ କରିବା ପାଇଁ ଗାଡ଼ି ଭିତରକୁ ହାତ ପୁରେଇଥିଲେ ମିଟୁ ସାହୁ ପୁରେଇଥିଲେ। କିନ୍ତୁ ହଁ, ସେ ଆଗରୁ ସେଇ ଗୋଟେ ଗାଡ଼ି ହାଇୱା ଧରା ହେଇଥିଲା, ସେଇ ଜାଗାରେ ଆମେ ଦେଖିଥିଲୁ ତାଙ୍କୁ। ସେଇ ଜାଗାରେ ବହୁତ ଚୋରି ହେଉଛି ବୋଲି କମ୍ପ୍ଲେନ୍ ଆସୁଛି। କିନ୍ତୁ ସେ ଯେଉଁ ଲୋକମାନଙ୍କର ନାଁ ଦିଆହେଇଛି ତାଙ୍କ ନାଁଟା ମୁଁ କହିଦେଉଛି ଆପଣଙ୍କୁ। ହଁ ଆଜ୍ଞା, ଏଇ ଜଳେଶ୍ୱର ଥାନାରେ ମୁଁ ଦେଇଛି ଲିଖିତ ଅଭିଯୋଗ 13 ତାରିଖରେ। ଜଟିଆଗିରି, ପରଶୁଗିରି, ପଚାଗିରି, ମିଟୁ ସାହୁ, ମନୋଜ ଦେ, ଏଇସବୁ ଲୋକଙ୍କର ଗାଁ ଲୋକଙ୍କୁ ଆମେ ପଚାରି ତାଙ୍କ ନାଁ ଖୋଲିଛୁ। ଏବଂ ଜଣଙ୍କର ମୋବାଇଲ, ସେ ପୋଲିସ ଆମ ସହିତ ଯାଇଥିଲେ ଯେଉଁ ଆର୍ମ ପୋଲିସ, ସେ ଜଣଙ୍କ ମୋବାଇଲ ମାନେ ପଡ଼ିଗଲା। ଯେତେବେଳେ ହାତ ପୁରେଇକି ଆମର ଫଟୋ ଉଠଉଥିଲେ, ସେ ହାତଟା ଖୋଲି ଦେଉଥିଲେ, ମୋବାଇଲ ଆମ ଗାଡ଼ି ଭିତରେ ପଡ଼ିଗଲା। ସେ ମୋବାଇଲଟାକୁ ଆଣିକି ଥାନାରେ ଆମେ ଜିମା ଦେଇଛୁ।